Okay, good evening, student. Some voice clear is everything is clear? No issue. तो आगे क्लास रे मु बहुत समय नेबिनी मैक्सिमम टू मैक्सिमम 15 मिनिट टू 20 मिनिट रो क्लास नेबी तो इधर किछि इंपोर्टेंट पॉइंट ऑफ डिस्कशन करबी तीनटा पॉइंट ऑफ डिस्कशन करबी जोटा कि तुमनकर 26 तारिख पर्यंत क्लास टिके ऑफ रहइबो काहेकि ना ईयर एंड सकासे एप्लिकेशन रो मॉडिफिकेशन होबार अछि बा एप्लिकेशन रिगार्डिंग किछि अपडेट होबार अछि तो जदि कहार सिस्टम रे बा कहार फोन अपडेट मागुछि डेफिनेटली ताको अपडेट करना हो काहेकि ना वर्तमान 26 तारिख पर्यंत एटा ऑफ करा अछि एटा अछि नंबर 1 पॉइंट नंबर 2 पॉइंट होछि जेहेतु ऑफ रोछि लाइव क्लास तो से समय तुम्हें से समयटाକୁ କୋଉଥିରେ यूटिलाइज करिवो से विषय डिस्कशन करिवि तृतीय पॉइंट होछि जो वैकेंसी आसीबो ता पई किछि पिला मते कॉल करथुले जे सारे किछि किछि यूट्यूब रे या आसुछि आपण या कहउतले कोन रहिबो ता पई प्लानिंग कोन आमे डिमोटिवेटेड हो जाउछु कोन करिवो कोन नहीं से विषय मध्ये डिस्कशन करबी तो ए तीनोटी पॉइंट ऊपर डिस्कशन करबी टिके इंपोर्टेंट रहिबो लास्ट पर्यंत समस्त क्लास को जॉइन करिवो जोटा कि तुम पई एटा इंपोर्टेंट ही पारे तो स्टार्ट करियो डिस्कशन को কিন্তু କ୍ଲାସ୍ ତ ହବନି କିନ୍ତୁ ଟିକେ ବୋଲି କହିବାକୁ ଚାହୁଁଛି ଯୋଉଟା କି ପ୍ରୋବ୍ଲେମ ଅଛି ଓକେ ଆଚ୍ଛା ବେଶୀ ସମୟ ଦିଅନି ଅଳ୍ପ ସମୟ ଭିତରେ ଡିସ୍କସନ କରିବି ଦେଖ ଯୋଉମାନେ ଆମର ଓଏସ୍ ବ୍ୟାଚରେ ଜଏନ୍ କରିଛ ସେ 3000 ବ୍ୟାଚ୍ ହଉ ବା 4000 ବ୍ୟାଚ୍ ହଉ ତ ବର୍ତ୍ତମାନ ତୁମମାନଙ୍କ ଆଜି ହଉଛି 24 ତାରିଖ 25 ତାରିଖ 26 ତାରିଖ ଅପ୍ ଟୁ 26 ପର୍ଯ୍ୟନ୍ତ ଲାଇଭ୍ କ୍ଲାସ୍ ଅଫ୍ ରହିବ ତୁମମାନଙ୍କର କାହିଁକି ନା ଯୋଉ ବି କ୍ଲାସ୍ କରାଯିବ ଅପଲୋଡ୍ କରି ହବନି ଯୋଉଟା କି କାଲିଠାରୁ ସେ ପ୍ରୋବ୍ଲେମ ହଉଥିଲା ବହୁତ କଷ୍ଟରେ ସେ ଜିନିଷ ଅପଲୋଡ୍ ମୁଁ କରିପାରିଛି ତ ଯେହେତୁ ଏ ସମୟରେ ଅଫ୍ ରହିବ ତୁମେ ଏ ସମୟଟାକୁ କୋଉଥିରେ ବ୍ୟବହାର କରିବ ଯୋଉଟା କି କିଛି ନୂଆ ପିଲା ରହିଛ କିଛି ପୁରୁଣା ପିଲା ରହିଛ କୋଉଥିରେ ୟୁଟିଲାଇଜ କରିବ ସିଧା କଣ୍ଟେଣ୍ଟକୁ ଯିବ ସିଧା କଣ୍ଟେଣ୍ଟକୁ ଯିବ କଣ୍ଟେଣ୍ଟରେ ତୁମର ଯୋଉ ମେନ୍ ଫାଇଲ୍ ଅଛି 2026 ମେନ୍ ଫାଇଲ୍ ଅଛି ଦେଖ GS1 GS3 GS4 GS2 ଯେତିକି ବି ମୁଁ ତୁମକୁ ମେନ୍ ପଢେଇଛି ଗୋଟେ ମାରାଥନ ରିଭିଜନ କର କଣ କରିବା ମାରାଥନ ରିଭିଜନ ଇନ୍ ଦ ସେନ୍ସ ତୁମେ କଣ କରିବ ସବୁବେଳେ ଧର ଆଜି ଧର ନେଲ GS1 କୁ ସବୁ ରେକର୍ଡିଂ କୁ ଓଭରଅଲ୍ ଥରେ ଦେଖିନିଅ ମାରାଥନ ରିଭିଜନ କାହିଁକି ନା ଏଟା ତୁମମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ରହିବ ମାରାଥନ ରିଭିଜନ ସେମିତି GS2 ହଉ GS3 ହଉ ଗୋଟେ ରିଭିଜନ କରିଦେଲେ ତୁମ ଭିତରେ ଥିବା କନଫିଡେନ୍ସ ଆହୁରି 2 ଗୁଣ ହେଇଯିବ ଯୋଉଟା କି ଏ ସମୟରେ ତୁମେ ଏ ଫାଇଦା ନେବାର ଅଛି ଯୋଉମାନେ ନୂଆ ଅଛ କଣ୍ଟେଣ୍ଟକୁ ସାରିନା ଏ ବି ସମୟ ତୁମକୁ ମିଳିଗଲା କଣ୍ଟେଣ୍ଟକୁ ସାରିବା ପାଇଁ ଯୋଉଟା କି ତୁମମାନଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ପଏଣ୍ଟ ତ କ୍ଲାସ୍ ଅଫ୍ ରହିବ ଯେହେତୁ ଅଫ୍ ରହିବ ତୁମମାନେ ଏ ସମୟରେ କ'ଣ କରିବ ସେ ବିଷୟରେ ମୁଁ କହିବି ଏବେ କ୍ୱେଶ୍ଚିନ୍ ଆସିଲା ଯେ ନୂଆ ମୋବାଇଲରେ ହଁ ଯାହା ଏକ୍ସଟ୍ରା ପ୍ରୋବ୍ଲେମ୍ ଅଛି ମୋତେ ଡାଇରେକ୍ଟ କଲ୍ କରିବ ମୁଁ ତୁମକୁ କହିଦେବି ଦେଖ ଏବେ ପ୍ରୋବ୍ଲେମ୍ ରହୁଛି ଯେ ପୋଷ୍ଟ କେତେ ଆସିବ ଦେଖ ମୁଁ ଲାଷ୍ଟ ଟାଇମ୍ ଯେତେବେଳେ ଯୋଉ ସୋର୍ସେସରୁ ମୁଁ ଜାଣେ ଡିସ୍କସନ୍ କରୁଥିଲେ ତ 350 ପାଖାପାଖି ତୁମମାନଙ୍କର ରିକ୍ୱେସନ୍ ଅଲରେଡ଼ି ଯାଇସାରିଛି କୋଉଠିକି OPS ପାଖକୁ ବେଳେବେଳେ କ'ଣ ହୁଏ ଯେତିକି ଯାଇଥାଏ ଲାଷ୍ଟ ମୋମେଣ୍ଟରେ ଆଉ କିଛି ସେମାନେ ଆଡ୍ କରିଦିଅନ୍ତି ଏମିତି ସିଚୁଏସନ୍ ହୁଏ ଫିଲହାଲ ଏତିକି ତୁମେ ସିଓର ହୁଅ 350 ପାଖାପାଖି ପ୍ଲସ୍ ପୋଷ୍ଟ ଆସୁଛି ଆଉ ଏଥିରେ ଯୋଉ ପୋଷ୍ଟ ଆସୁଛି ଏଥିରେ ରିଜର୍ଭେସନ୍ ବହୁତ କମ୍ ଅଛି ରିଜର୍ଭେସନ୍ ବହୁତ କମ୍ ଅଛି ଯୋଉଟା କି ଲାଷ୍ଟ ଇୟରରେ 199 ପୋଷ୍ଟରେ 120 ପାଖାପାଖି ପୋଷ୍ଟ ଥିଲା ରିଜର୍ଭେସନ୍ କିନ୍ତୁ ଯୋଉଟା କି ଏଥିରେ ତୁମେ ଦେଖିବାକୁ ପାଇବନି ତ ଏଥିରେ ଆଉ ଗୋଟେ ପ୍ଲସ୍ ପଏଣ୍ଟ କ'ଣ ଯେ କ'ଣ ତୁମମାନଙ୍କର OS ପୋଷ୍ଟ ଟିକେ କମ୍ ଆସୁଛି ବାକି ସବୁ ଜିନିଷ ଅଧିକ ଆସୁଛି କିନ୍ତୁ ମ୍ୟାଟର ସେଟା ଆଉ ନାହିଁ ମ୍ୟାଟର ହେଉଛି ଯେ ବର୍ତ୍ତମାନ ଯୋଉମାନେ ପ୍ରିପାରେସନ୍ କରୁଥିଲେ ପ୍ରିପାରେସନ୍ରେ 20 ରୁ 30% ପିଲା ଯୋଉମାନେ ରିଅଲ ପ୍ରିପାରେସନ୍ କରୁଥିଲେ ସେମାନେ ଏବେ ଡିଷ୍ଟ୍ରାକ୍ଟ ହେବେ ମାଇଣ୍ଡରେ କ୍ୱେଶ୍ଚିନ୍ ଆସୁଥିବ ଯେ ସାର୍ କେମିତି ଡିଷ୍ଟ୍ରାକ୍ଟ ହେବେ ମୁଁ ଲେଖିକି ଦଉଛି ପିଲେ ଦେଖ ତୁମମାନଙ୍କର ମେ ମାସରେ କାହାର ଏକ୍ଜାମ ହୁଏ ମେ ମାସରେ କାହାର ଏକ୍ଜାମ ହୁଏ UPSC ର ପ୍ରିଲିମ୍ ଏକ୍ଜାମ ହୁଏ UPSC ର ପ୍ରିଲିମ୍ କେବେ ଅଛି ମେ ମାସରେ ତ ଆମମାନଙ୍କର ଏକ୍ଜାମ କେବେ ହବ ଜୁନ୍ ମାସରେ ଆମମାନଙ୍କର ଏକ୍ଜାମ କେବେ ହବ ଜୁନ୍ ମାସରେ ଯେତେବେଳେ ଗୋଟେ ପିଲା UPSC ରିଲେଟେଡ୍ ପ୍ରିପେୟାର କରିଥିବ ସେ କେବେ ବି OPSC ପ୍ୟାଟର୍ନ ସହିତ ଯାଇପାରିବ ନାହିଁ ତ ଏଠି କ'ଣ ହବ ଡିଭିଜନ ଆସିଯିବ
ଏଠି ଅଲରେଡି କଣ ହେଇଯିବ ଡିଭିଜନ ଆସିବ ମନ ଭିତରେ କ୍ୱେଶ୍ଚିନ୍ ଆସିବ ସେଇ ପଲିଟି ସେଇ ଜିଓଗ୍ରାଫି ସତ କିନ୍ତୁ ବହୁତ ଜିନିଷ ରହେ ଯୋଉଟା କି ୟୁପିଏସସି ଠାରୁ ଭ୍ୟାରି କରେ ବା ୟୁପିଏସସି ଠାରୁ ଡିଫରେଣ୍ଟ ରୁହେ ଆଉ ଗୋଟେ ଜିନିଷ କଣ ଯୋଉମାନେ ଆକ୍ଚୁଆଲି ୟୁପିଏସସି ରିଲେଟେଡ୍ ସିରିୟସ୍ ଆସ୍ପିରାଣ୍ଟ ଅଛନ୍ତି ସେମାନେ ଆଫ୍ଟର ପ୍ରି କ୍ଲିୟର ହେଲା ପରେ ସେ ଓପିଏସ୍ କୁ ଫୋକସ୍ କରିବେନି ସେମାନେ ଫୋକସ୍ କରିବେ କାହାକୁ ୟୁପିଏସ୍ କୁ ଫୋକସ୍ କରିବେ ତା ଅର୍ଥ ଆମର ଯୋଉ ସାଇକ୍ଲିଂଟା ୟୁପିଏସସି ସହିତ ଯିବ ତାହେଲେ ଗୋଟିଏ ବର୍ଷରେ ଆମର କମ୍ପ୍ଲିଟ୍ ହବ ଜୁନ ମାସରେ ପ୍ରିଲିମ୍ ଏକ୍ସାମ ନଭେମ୍ବର ମାସରେ ମେନ୍ ଏକ୍ସାମ ତାହେଲେ ତୁମେ ଏଇଠି ମାଇଣ୍ଡ ସେଟଅପ୍ କର ଏ ବର୍ଷର ଏଣ୍ଡ ହବା ପର୍ଯ୍ୟନ୍ତ ଆମର ଯେତିକି ବି କଣ୍ଟେଣ୍ଟ ସରା ପଢା ସରିଛି ତାକୁ ତୁମେ 100% ସାରିବ ଏଟାକୁ ତୁମେ ଆଜି ପ୍ରମିସ୍ ନବ ବହୁତ କିଛି ଅଧିକ ବି ପଢା ହେଇନି ଯୋଉଟାକି ତୁମକୁ କଷ୍ଟ ହବ ଆ ଦ୍ୱାରା କଣ ହବ ତୁମେ ସେଇ ହାରରେ କନଫିଡେନ୍ସ ମଧ୍ୟ ବୁଷ୍ଟ ହେଇଯିବ ଇଭେନ୍ କରେଣ୍ଟ ଆଫେୟାରକୁ ମଧ୍ୟ ସାରିବାର ଅଛି ଇଭେନ୍ କରେଣ୍ଟ ଆଫେୟାରକୁ ମଧ୍ୟ ସାରିବାର ଅଛି ଏଇ ଫର୍ମାଟରେ ତୁମକୁ ଯିବାର ଅଛି ତାହେଲେ କଣ ହେଇଯିବ ଆଉ କିଛି ପ୍ରୋବ୍ଲେମ ହବନି ତାହେଲେ ଏତିକି ଜିନିଷ ମୁଁ ତୁମମାନଙ୍କ ସହିତ ଡିସ୍କସନ କରିବାର ଥିଲା ଯେ ଆକ୍ଚୁଆଲି ଏଇ ମୁହୂର୍ତ୍ତଟା ତୁମମାନଙ୍କ ପାଇଁ ଇମ୍ପୋର୍ଟାଣ୍ଟ ଯେହେତୁ ମୁଁ କିଛି ଦିନ ଲାଇଭ୍ କ୍ଲାସ୍ କରିବି ନାହିଁ ସେଥିପାଇଁ ମୁଁ ତୁମକୁ କହିଥିଲି ଲାଇଭ୍ କ୍ଲାସ୍ କରିବିନି ସତ କିନ୍ତୁ ତୁମକୁ ଏଠି ରେସ୍ପନ୍ସିବିଲିଟି ନେବାର ଅଛି ଯେତିକି ପଢା ହେଇଛି ତାକୁ ରିଭିଜନ କର କମ୍ପ୍ଲିଟଲି ଆଉ ଏଠି କିଛି ଦରକାର ନାହିଁ ଆଉ ଗୋଟେ ଜିନିଷ କଣ ନା ଯୋଉମାନଙ୍କର ହୋମ ସାଇନ୍ସ ଅପସନାଲ ଅଛି ଯୋଉମାନଙ୍କର ହୋମ ସାଇନ୍ସ ଅପସନାଲ ଅଛି ମୁଁ ସେଇଠି କହିବାକୁ ଚାହିଁବି ଦେଖିବ ତୁମର ପୂର୍ବ ବର୍ଷ ପିଲାଙ୍କର କିଛି ପଢା ହେଇଛି ପୁରୁଣା ବ୍ୟାଚର ସେ କଣ୍ଟେଣ୍ଟ ଗୁଡାକୁ ପଢିବାକୁ ଟ୍ରାଏ କର କାରଣ ସେକ୍ସନ ବି ଟା ପ୍ରାୟତଃ ସେଥିରେ ପଢା ହେଇଯାଇଛି ତୁମେ ସେବେଠୁ ତାକୁ ପଢ ସାଇଡରେ ଆଉ କିଛି ପିଲା ସାଇଡରେ ସିଜିଏଲ କୁ ପଢୁଛ ଏ 3 ଦିନ ତୁମେ କଣ କରିବ ତମର ତ ମ୍ୟାଥ କ୍ଲାସ ଅଲରେଡି ସିଜିଏଲ ରେ ମୁଁ ଗୋଟେ ଫାଇଲରେ ଅଲରେଡି ଆଗରୁ ଦେଇଦେଇଛି ତ ତୁମେ ଚାହିଁଲେ ସେ ମ୍ୟାଥକୁ ଏବେ ରିଭିଜନ କରିପାରିବ ମୁଁ ନୂଆ ମ୍ୟାଥ ପଢିବା ପର୍ଯ୍ୟନ୍ତ ତ ତାକୁ ତୁମେ ୟୁଜ କରିପାରିବ ଓକେ ତ ହଁ ଏଇ ହିସାବରେ ତମକୁ ଯିବାର ଅଛି ଆଉ ତାପରେ ଯାହାର କିଛି ପର୍ସନାଲ ପ୍ରୋବ୍ଲେମ ଅଛି ଯେହେତୁ ମୁଁ 2 ଦିନ ପୁରା ଫ୍ରି ଅଛି ମୋ ସହିତ ପର୍ସନାଲି କଥା ବି ହେଇପାରିବ ଯଦି କିଛି ବି ପ୍ରିପାରେସନ ରିଗାର୍ଡିଂ କିଛି ପ୍ରୋବ୍ଲେମ ଅଛି କାରଣ ମତେ ବି ଲାଇଭ୍ କ୍ଲାସ୍ କରିବାର ନାହିଁ ଏମିତି ମୋର ଖାଲି ସିଷ୍ଟମ ପାଖରେ ବସିବାର ଅଛି ଅପଡେଟ୍ ହଉଛି ନାହିଁ ଦେଖିବାର ଅଛି ଇଭେନ୍ ମୁଁ ପୁରା ଫ୍ରି ଅଛି ଏଇ 25-26 ତାରିଖ ଦିନ ଯେତେବେଳେ ଯୋଉମାନେ ମାନେ ସକାଳ 8ଟାରୁ ରାତି 8ଟା ଭିତରେ ଏନି ଟାଇମ୍ ତୁମମାନେ କଲ୍ କରିପାରିବ କିଛି ବି ପ୍ରୋବ୍ଲେମ ଅଛି କରିପାରିବ ମୋ ସହିତ ସେୟାର କରିପାରିବ ଓକେ ହଁ ଯଦି ସମ୍ଭବ ହେଲା ମୁଁ ରାଙ୍କିଙ୍ଗର ପିଡିଏଫ୍ ଆପ୍ଲିକେସନରେ ଟ୍ରାଏ କରିବି ପଠାଇବା ପାଇଁ ଯଦି ନହେଲା ହ୍ୱାଟ୍ସଆପରେ ପଠାଇଦେବି କାରଣ ଆପ୍ଲିକେସନ ବର୍ତ୍ତମାନ ଆଉ ଅପଲୋଡ କରି ହବ ହିଁ ନାହିଁ ଏଇ 26 ତାରିଖ ପର୍ଯ୍ୟନ୍ତ ସାର୍ କ୍ୟାନ୍ ପ୍ରୋଭାଇଡ୍ ଓଡ଼ିଶା ଦେଖ ଓଡ଼ିଶା ରିଲେଟେଡ୍ ମୁଁ ତୁମକୁ ଆଜି ଭେରି ଅନେଷ୍ଟଲି କହୁଛି ଓଏସ୍ରେ ଓଏସ୍ରେ ଓଡ଼ିଶା ରିଲେଟେଡ୍ ସେଇ କ୍ୱେଶ୍ଚିନ୍ ଆସେ ଯୋଉ କ୍ୱେଶ୍ଚିନ୍ ସେ ବର୍ଷ କରେଣ୍ଟ ଆଫେୟାରରେ ଥିବ ଯୋଉଟାକି ନମ୍ବର GS1 2 3 4 ତୁମେ ଦେଖିଥିବ GS1 ମଧ୍ୟ ମୁଁ ଅପଲୋଡ କରିଛି ଓଡ଼ିଶା ରିଲେଟେଡ୍ କ୍ୱେଶ୍ଚିନ୍ ଦେଇଛି ଆଉ ଓଡ଼ିଶା ରିଲେଟେଡ୍ ମଧ୍ୟ ମୁଁ ଲଙ୍ଗ କ୍ୱେଶ୍ଚିନ୍ ଯୋଉଟାକି ଆପ୍ଲିକେସନରେ ଅପଲୋଡ କରି ହବନି ସେଟାକୁ ମୁଁ ଅପଲୋଡ କରିଦେବି ହ୍ୱାଟ୍ସଆପରେ ହ୍ୱାଟ୍ସଆପ ଗ୍ରୁପରେ ଦେଇଦେବି ଯୋଉଟାକି ତମର ଓଡ଼ିଶା ଜିଓଗ୍ରାଫି ଉପରେ ଯୋଉ କ୍ୱେଶ୍ଚିନ୍ ଅଛି ଦେଖ ଏବେ ଯୋଉ ଆମ ଭିତରେ ଯୋଉ କମ୍ୟୁନିକେସନ ବର୍ତ୍ତମାନ ରହିବ ହ୍ୱାଟ୍ସଆପ ଥ୍ରୁରେ ହବ ତାହେଲେ ଆପ୍ଲିକେସନ ବର୍ତ୍ତମାନ ବନ୍ଦ ହବ ଓକେ ତ ସେଇ ହିସାବରେ କେବଳ ରେକର୍ଡିଂ କ୍ଲାସ୍ ଦେଇପାରିବିନି କିନ୍ତୁ ମୁଁ ଦେଇଦେବି एग्रीकल्चर रिलेटेड रे जहाँ भी किसी संभव हो क्वेश्चन मते मु देदेबी ठीक अछि मु तुमको कहि दउछि ओडिसा रो को टॉपिक ऊपर तुमको देबी सपोज एग्रीकल्चर रहिला ओडिसा रो इंडस्ट्री ऊपर क्वेश्चन किछि दे देबी ओडिसा रो तुमानकर रहिला कि से डिजास्टर मैनेजमेंट ऊपर किछि क्वेश्चन दे देबी ओडिसा ऊपर मु बे क्वेश्चन किछि दे देबी जोरा तुमको सेल्फ प्रिपरेशन करिया पई सुविधा हो ओके एटा आज रात रो तुमको प्रोवाइड कर देबी देखो एसे पाई मु तुमको एठी कहिबिले शेष 2 वर्ष धर तुम 2025 एग्जाम दब 26 दब ठीक 2 वर्ष क्वेश्चन पेपर उठाओ सीधा से क्वेश्चन को तुमर गूगल एआई बा गूगल जेमिनी दीटार कौन से पकई दियो जो नोटा आसूची डिटो से नोट को भलसे पढ़ी दियो प्रिपेयर हो पढ़ एग्जाम हॉल बस आर भर क्वेश्चन आस बाहर क्वेश्चन ना एटा 100 ରୁ 200% ग्यारंटी एसे जो मैंने सब ओरिड हो एसे कौन आसो मु तुमको ग्यारंटी दूसरी शेष 2 वर्ष क्वेश्चन पेपर उठाओ शेष 2 वर्ष करेन्ट एसे कईटा सिलेक्टेड 2 वर्ष क्वेश्चन जितेटा अच्छे जो 10टा हो जो 5टा हो जो 6टा हो से पढ़ दे जाओ कौन सी वर्ष एग्जाम दौच ता भीतर आस तो तुम्हें सोशियोलॉजी ऑप्शनल भाई किसी भी करी हबनी बेटर हबो हाँ ओके हाँ आउ गोटे जिनस भी फिर भी कहूँ एपर्यंत जी ऑप्शनल को डिसाइड करना
ऑप्शनल को डिसाइड करना तो फाइनाली लास्ट चांस अच्छी तुम डिसीजन नियो कारण आप कुछ करहबन कारण वांस तुम प्रिलिम प्रिपेयर हम ना आउ क्या टाइम दे पारिबनी से एबेठू माइंड को सेट कर ओके तो थैंक यू तो ये समय मुझे डिस्कशन करी बिकज ऑफ किसी प्रॉब्लम थिला जोटा कि तुम मैंने को शेयर कर पारिबो सर रेकॉर्डेड वीडियो ऑन हो सब तुम किसी प्रॉब्लम नहीं किंतु मो तरफ किसी अपलोड कर मो तरफ किसी एक्टिविटी कर तुम्हें रेकॉर्डिंग क्लास देखिपर पीडीएफ अपलोड कर पीडीएफ डाउनलोड कर प्रिंट काढ़ी पार सब किसी कर ओके थैंक यू हाँ जो मैंने लेट रे जॉइन कर कौन कर बोले काली मो सहित कथा हो मु पूरा फ्री अच्छी तुम सहित कथा हेबे जो मैंने पर्सनल प्रोब्लेम हो जो मैंने सीरीयस एस्पिरेंट अच्छो 26 रे निज ना को सिलेक्ट करने जो 25 सिलेक्टेड स्टूडेंट भीतर रही डिस्कशन कर तुम्हें मो सहित डिस्कशन कले ही तुम भीतर पॉजिटिवनेस आसो तुम भावुथ ना मुझे पढ़ुची ना सब पढ़ा सहित तुम गोटे एग्जांपल देवी जो दिन तुम मंदिर जाओ केमती फील हुए वेरी ऑनेस्टली मो सहित डिस्कशन कर जो तुम मंदिर जाओ केमती फील हुए मंदिर आसला एनर्जी लगे पॉजिटिव लगे कहीं लगे बिकज आम मंदिर हो चर्च हो मस्जिद हो एटा आम गोटे पॉजिटिव माने एनर्जी प्रोवाइड करे सेमती गोटे टीचर सहित जो गोटे स्टूडेंट कथा हो जाए ता माइंड में थिबा नेगेटिविटीटा हटि जाए से पॉजिटिव नेट पळे आसे कोनोसी भी सिचुएशन रो छ कोनोसी भी प्रॉब्लम रो छ पाठ को नहीं सीधा मो सहित कॉल करो ए 2 दिन भीतर किछि भी प्रॉब्लम रो छ प्लानिंग को नहीं किछि भी न हो ताला हम डिस्कशन कर पिया किछि प्रॉब्लम नहीं सीजीएल अप्लाई कौन कंप्यूटर सर्टिफिकेट आवश्यकता नहीं किंतु एतिकी प्रॉमिस कर आज तुमको कहूँ जनवरी 1 तो आसो कि जनवरी 25 तारीख पूर्व जनवरी किसी 4-5 दिन पूर्व निज माइंड को पूरा पूरा पॉजिटिव रख आ कह ए वर्ष पाइब मैंने पाइब जीवन शेष वर्ष हवा दरकार ए वर्ष कारण इतने पाठ ठारू आम रिविजन इंपोर्टाट पाठ ठारू पॉजिटिवनेस रहा दरकार कहीं देखिए जितेक सब माने सक्सेस पाई से बहुत पढ़ी ना नो डाउट से कहते आम एत घंटा पढ़ीचु कि से बहुत कम पढ़ती कि लाइफ टाक से गोटे पॉजिटिव भितर रहती पॉजिटिव माने आटमोस्फियर भितर रहती से तुम चेष्टा कर नेगेटिव पॉइंट दूर रहा पॉजिटिव भितर रहा आउ कौन डाउट रोचे कारण मुझे जी क्लास करे कहीं टॉपिक डिस्कशन करे एक्चुअली ए क्लास पर तुम भीतर एमती गोटे एनर्जेटिक पलि आसो मैं पाइबी ए जिनसा रहा दरकार एव्रीडे ताहले आम आगू जा खाली पाठ तो चेंज है पढ़ेदेव कि बर्तमान तुमको एआई भी पाठ पढ़ेदेव एआई गोटे पिला को से माने पाठ जी दरकार देदेव कि मेंटाल सपोर्ट किए दे पारिबनी जीवन में जिते भी तुम टेक्नोलोजी डेवलपमेंट कर दियो माइंड रो जो पीसनेस केवल जनक सहित तुम डिस्कशन कले ही पाई परिबो केवल गोटे टेक्नोलोजी तुम पाई परिबनी ओके तो थैंक यू तो आई होप मुझे बिलीव करे जे आसंता 2 ରୁ 3 दिन तुम मैंने तुम टाइम को रिविजन रे लगेब ओके हाँ मुझे तुमको दे दूची पूर्व वर्षर क्वेश्चन एसे तुम गूगल रे सर्च कर पढ़े नब ओडिया रे तुम यदि गूगल जेमिना को भी कह ओडिया रे एसे दे दे से दे दो होला से उड़ी डबार नहीं कि एआई रे ओडिया कही से तुमको भी दे दो ओके थैंक यू आउ कहार किसी डाउट अच्छी 31 से आसो नोटिफिकेशन थैंक यू